ମୁଁ ଫଳ ଦେଖିକି ମଣିଷକୁ ଚିହ୍ନିଛି। ଯେଉଁମାନେ ବହୁତ ମିଠା ହୋଇଥାନ୍ତି ଭିତରୁ ଖରାପ ହୋଇଥାନ୍ତି। ଖୁସିକୁ ସାଉଁଟି ସାଉଁଟି ବୟସ ଚାଲିଗଲା ଓ ପଛରେ ଜାଣିଲି ଖୁସି ତ ସେମାନେ ଥିଲେ ଯେଉଁମାନେ ଖୁସିକୁ ବାଣ୍ଟୁଥିଲେ, ସେଇମାନେ ନୁହେଁ ଯେଉଁମାନେ ଖୁସିକୁ ସାଉଁଟୁଥିଲେ। କେବେ ହେଲେ ସେମାନଙ୍କୁ ଡରନ୍ତୁ ନାହିଁ ଯେଉଁମାନେ ଯୁକ୍ତିତର୍କ କରନ୍ତି, ସେମାନଙ୍କୁ ଡରନ୍ତୁ ଯେଉଁମାନେ ଛଳନା କରନ୍ତି। ଏହି ଦୁଇଟି ଜିନିଷ ଅଭ୍ୟାସ କରନ୍ତୁ, ଦେଖିବେ ଜୀବନ କେତେ ଖୁସିରେ କଟିବ। ପ୍ରଥମଟି ହେଲା ଚୁପ୍ ରହିବା ଓ ଦ୍ୱିତୀୟଟି ହେଲା କ୍ଷମା କରିଦେବା। କାହିଁକି ନା ଚୁପ୍ ରହିବା ଠାରୁ ଆଉ କୌଣସି ଭଲ ଉତ୍ତର ନାହିଁ ଓ କ୍ଷମା କରିଦେବା ଠାରୁ କୌଣସି ଦଣ୍ଡ ନାହିଁ। ଜୀବନରେ ନିଜ ପାଇଥିବା ଶିକ୍ଷା ପାଇଁ କେବେ ଅହଙ୍କାର କରିବ ନାହିଁ। ପଥର ଯେତେବେଳେ ମଧ୍ୟ ପାଣିରେ ପଡ଼ିଥାଏ ତା ନିଜ ଓଜନ ପାଇଁ ହିଁ ବୁଡ଼ିଥାଏ। ଜୀବନରେ ଏହି ତିନିଟି ଲୋକଙ୍କୁ କେବେ ଭୁଲିବ ନାହିଁ। ଅସୁବିଧାରେ ତୁମକୁ ସାହାଯ୍ୟ କରୁଥିବା ଲୋକ, ଅସୁବିଧାରେ ତୁମକୁ ଛାଡ଼ି ଚାଲିଯାଇଥିବା ଲୋକ ଓ ଅସୁବିଧାରେ ତୁମକୁ ପକାଇଥିବା ଲୋକ। ଯେଉଁଠାରେ ଅନ୍ୟକୁ ବୁଝାଇବା କଠିନ ହୋଇଥାଏ ସେହିଠାରେ ନିଜକୁ ବୁଝାଇ ନେବା ହିଁ ଭଲ ହୋଇଥାଏ। ଖୁସି ରହିବାର ଏକମାତ୍ର ଉପାୟ ହେଉଛି ଆଶା ନିଜ ଉପରେ ରଖ, ଅନ୍ୟ କାହା ଉପରେ ନୁହେଁ। କାହାକୁ ଦୁଃଖ ଦେବ ନାହିଁ, କାହିଁକି ନା କାହାକୁ କନ୍ଦେଇକି ନିଜେ ହସିବାର କୌଣସି ମୂଲ୍ୟ ନଥାଏ। ଅନ୍ୟ ଲୋକଙ୍କ ଜୀବନରେ କ'ଣ ଘଟୁଛି ଜାଣିକି କ'ଣ କରିବେ? ମନେ ରଖନ୍ତୁ, ଯଦି ଜାଣିବାର ଅଛି ଏହା ଜାଣନ୍ତୁ କି ଆପଣଙ୍କ ଜୀବନରେ କ'ଣ ଘଟୁଛି। ଜୀବନ ଆନନ୍ଦରେ କଟିବ। ଜୀବନରେ ଯଦି କେହି ଆପଣଙ୍କ କରିଥିବା କାମର ପ୍ରଶଂସା କରୁନାହାନ୍ତି ତାହେଲେ ଚିନ୍ତା କରନ୍ତୁ ନାହିଁ, କାହିଁକି ନା ଆମେ ସେହି ସମାଜରେ ରହୁଛୁ ଯେଉଁଠାରେ ଜଳିଥାଏ ତେଲ ଓ ବତି, କିନ୍ତୁ ଲୋକ କହନ୍ତି ଦୀପ ଜଳୁଛି। ବିଶ୍ୱାସ ନିଶ୍ଚୟ କରନ୍ତୁ ଲୋକଙ୍କ ଉପରେ, କାହିଁକି ନା ବିଶ୍ୱାସ ହିଁ ମଣିଷର ସମ୍ପର୍କକୁ ମଜବୁତ କରିଥାଏ। କିନ୍ତୁ ଲୋକଙ୍କୁ ଏତିକି ସୁଯୋଗ ଦିଅନ୍ତୁ ନାହିଁ କି ସେ ଆପଣଙ୍କୁ ଅନ୍ଧ ଭାବିବାକୁ ଲାଗିବେ। ଆପଣ ଶତ୍ରୁକୁ 1000 ଥର ସୁଯୋଗ ଦିଅନ୍ତୁ କି ସେ ଆପଣଙ୍କ ମିତ୍ର ହୋଇଯିବ, କିନ୍ତୁ ଆପଣଙ୍କ ମିତ୍ରକୁ ଗୋଟିଏ ଥର ହେଲେ ସୁଯୋଗ ଦିଅନ୍ତୁ ନାହିଁ କି ସେ ଆପଣଙ୍କ ଶତ୍ରୁ ହୋଇଯିବେ। ମନେ ରଖିଥିବେ, ଚାଲିଯାଇଥିବା ସମୟର ଅନୁତାପ ଓ ଆସିବାକୁ ଥିବା ସମୟର ଚିନ୍ତା, ଏହା ଏପରି ଦୁଇଟି ଚୋର ଅଟନ୍ତି ଯେଉଁମାନେ କି ବର୍ତ୍ତମାନର ସୁନ୍ଦର ସମୟକୁ ଚୋରି କରି ନିଅନ୍ତି। ଅଧିକ ମିଠା କଥା ଓ ପ୍ରଶଂସା ଠାରୁ ସାବଧାନ ରହିବ, କାହିଁକି ନା ପ୍ରଶଂସାର ପୋଲ ତଳୁ ସ୍ୱାର୍ଥର ନଦୀ ବହିଥାଏ। ନିଜ ଲୋକଙ୍କ ହାତକୁ କେବେ ଛାଡ଼ନ୍ତୁ ନାହିଁ, କାହିଁକି ନା ଯାହାକୁ ନିଜ ଲୋକ ଛାଡ଼ି ଦିଅନ୍ତି ସେମାନେ ଅନ୍ୟ ଲୋକଙ୍କ ହାତକୁ ଚାଲିଯାଆନ୍ତି। ଆଜିର ଭିଡ଼ିଓଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଯଦି ଭଲ ଲାଗିଛି ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖାହେବ ଆଉ ଏକ ଭିଡ଼ିଓ ସହିତ। ଧନ୍ୟବାଦ।